ଦେଖନ୍ତୁ, ଗୋ ଚାଲାଣ ଗୋଟେ ହଉଛି ପ୍ରକୃତରେ କହିବାକୁ ଗଲେ ଆମ ସରକାରୀ ସ୍ତରର ପ୍ରଶାସନିକ ସ୍ତରର ଗୋଟେ ଗଳା ବାଟ, ଯୋଉଥିରେ କି ସମ୍ପୂର୍ଣ୍ଣ ବହୁତ ମାତ୍ରାରେ ପଇସା ଆଦାୟ କରିବାର ଗୋଟେ ଲଘୁ ସମ୍ପଦ ବୋଲି କୁହାଯାଏ। ଏଇଟା ହଉଛି ଗୋଟେ ଆପଣ ଜାଣିଥିବେ, ଯଦି ଗୋଟେ ସମ୍ପଦ ଯେତେ ପ୍ରକାର ଆମର ରାଜ୍ୟ ସ୍ତରରେ ଅଛି, ଗୋ ସମ୍ପଦ ହଉଛି ଗୋଟେ ଏଭଳି ସମ୍ପଦ ଯୋଉଥିରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆୟ ବ୍ୟୟ କରାଯାଇପାରେ। କ୍ଷୀର ଆସିବ, ଦହି ଆସିବ, ଲହୁଣୀ ଆସିବ, ଘିଅ ଆସିବ, ଏବଂ ଯଦି ବି ଗୋମାତାଙ୍କ ନାରାୟଣ ପାଇଯାଉଛନ୍ତି ତାଙ୍କ ହାଡ଼ ଚମରୁ ମଧ୍ୟ ସେଥିରୁ ପଇସା ଆଦାୟ କରାଯାଇପାରିବ। ତେଣୁ ତାକୁ ନେଇକିରି ଯୋଉଭଳି ଭାବରେ ବ୍ୟବହାର କରାଯାଉଛି, ସ୍ପଷ୍ଟ ଚିରାଚରିତ ଭାବରେ ଖୋଲମ ଖୋଲା ଭାବରେ ଯୋଉଭଳି ବ୍ୟବହାର କରାଯାଉଛି, ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ଭାବରେ ସ୍ପଷ୍ଟ ହେଇସାରିଛି। ଏବେ ଭାରତୀୟ ଜନତା ପାର୍ଟି ଯେ ସରକାର ଅଛନ୍ତି ସେ ଆଣିଛନ୍ତି ଗୋଟେ ବିଲ୍, ଏବେ ଆଣିଛନ୍ତି, ତାହା କାର୍ଯ୍ୟକାରୀ କେବେ ହଉଛି ଆମେ ଦେଖିବାକୁ ଅପେକ୍ଷା କରିଛୁ। କିନ୍ତୁ ଆଗାମୀ ଦିନରେ ଯୋଉଭଳି ଭାବରେ ଗୋ ଚାଲାଣକୁ ବିରୋଧ କରିକି ଯୋଉ ଗୋ ରକ୍ଷକ ମାନେ ଆନ୍ଦୋଳନ କରୁଥିଲେ ବା ପ୍ରତିବାଦ କରୁଥିଲେ, ସେମାନଙ୍କୁ କୋଉଭଳି ଭାବରେ ମିଥ୍ୟା କେସରେ ପୁରଉଥିଲେ, ମୁଁ ଆଜି ଆପଣଙ୍କ ଗଣମାଧ୍ୟମରେ ଗୋଟେ ପ୍ରଶ୍ନ ଉଠେଇବି। ମାନ୍ୟବର ଯିଏ ବି ବିଧାୟକ ମନ୍ତ୍ରୀ ଅଛନ୍ତି, ଯେ ଗୋ ସମ୍ପଦର ଗୋକୁଳାନନ୍ଦ ସାର୍ ଯିଏ ଅଛନ୍ତି, ମୁଁ ତାଙ୍କୁ ଅନୁରୋଧ କରିବି, ବିଗତ ଦିନରେ ଯୋଉ ଗୋ ରକ୍ଷକ ମାନେ ଆନ୍ଦୋଳନ କରୁଥିଲେ ବା ଯୋଉ ଗୋ ରକ୍ଷକ ମାନେ ବେଆଇନ ଗୋଚାଳନା ଗାଡ଼ିକୁ ଅଟକାଉଥିଲେ, ସେମାନଙ୍କ ନାମରେ ଥିବା କେସ୍ ଗୁଡିକୁ ଆପଣ ଯଥାସମ୍ଭବ ସେ କେସ୍କୁ ହଟାନ୍ତୁ ଏବଂ ଯୋଉ କେସ୍ ଥିଲା ତା ଉପରେ ତୁରନ୍ତ କାର୍ଯ୍ୟବାହୀ ପାଇଁ ବା ତୁରନ୍ତ ଶୁଣାଣି ପାଇଁ ଗୋଟେ ଅର୍ଡର ଦିଅନ୍ତୁ। ମୋ ପାଖରେ ଯେତିକି ଭିଡିଓ ଅଛି ମୋ କେସର, ମୁଁ ସମ୍ପୂର୍ଣ୍ଣ ଭାବରେ ନିର୍ଦ୍ଦୋଷ ବୋଲି ମୁଁ ନିଜକୁ ପ୍ରମାଣିତ କରିପାରିବି। ଏଥିପ୍ରତି ସରକାରଙ୍କର ଗୋଟେ ବା ମୋ ଭଳି ଯୋଉମାନେ ଗୋରକ୍ଷକ ଭାଇମାନେ ଅଛନ୍ତି ସେମାନେ ବି ତାଙ୍କ ପାଖରେ ଯେତିକି ପ୍ରମାଣ ଅଛି ସେମାନେ ବି ପ୍ରମାଣିତ କରିପାରିବେ ଆମେ ନିର୍ଦ୍ଦୋଷ ବୋଲି। କିନ୍ତୁ ମୋ ନାଁରେ ଯୋଉ କେସ୍ ଅଛି ସେଥିରେ ଆପଣ ମତେ ଦେଇଛନ୍ତି ଯେ ମୁଁ ଗୋଟେ କାର୍ଡରୁ 5,000 ଟଙ୍କା ଆଣୁଥିଲି, ଭୁଜାଲି ଦେଖେଇଲି। ତେଣୁ ସେଟା କେତେ ଦୂର ସତ୍ୟ ଅଛି, ତା ଉପରେ ଯେତେ ଶୀଘ୍ର ହେଇପାରିବ କେସ୍ଟି ତାକୁ ତୁରନ୍ତ କାନୁନ ଅନୁସାରେ କୋର୍ଟରେ ତାକୁ ପ୍ରଡ୍ୟୁସ କରାନ୍ତୁ ଏବଂ ସରକାରୀ ସ୍ତରରେ ତା ଉପରେ ଯଦି ଆଲୋଚନା କରାଯାଇ ପାରିକି ସମାଧାନ କରାଯାଇ ପାରିବ ବହୁତ ସୁନ୍ଦର ହବ। ଏବଂ ଆଉ ଗୋଟେ କଥା ରହିଲା, ବର୍ଡର ଯୋଉଟା ଆମର ସୀମାରେଖା ରହୁଛି, ଓଡିଶାର ସୀମାରେଖା, ବହୁତ ଗୁଡିଏ ଆଜି ବି ମାନେ ବେଆଇନ ଗୋଚାଲାଣ ହଉଛି ଏବଂ ତାକୁ ବନ୍ଦ କରାଯିବା ପାଇଁ ଯଦି ସରକାରଙ୍କ ପାଖରେ ସେତିକି ସାମର୍ଥ୍ୟ ନାହିଁ, ସରକାର ଗୋଟେ ନିର୍ଦ୍ଦେଶନାମା କୁହନ୍ତୁ ବା ଯେତେବେଳେ ଆପଣଙ୍କର କୋରୋନା ଆଇଥିଲା ବା ଯେକୌଣସି ଅସୁବିଧା ସମୟ ଆସି ଯେତେବେଳେ ଆପଣଙ୍କର ସରକାର ଯେତେବେଳେ ଭଲ୍ୟୁଣ୍ଟିୟର ମାନଙ୍କର, ସ୍ୱେଚ୍ଛାସେବୀ ମାନଙ୍କର, ସମାଜସେବୀ ମାନଙ୍କର ସହଯୋଗ ଖୋଜିଛନ୍ତି, ତେଣୁ ଯଦି ଗୋ ଚାଲାଣକୁ ଯଦି ଅଟକେଇ ପାରୁନାହାନ୍ତି ସରକାର, ତ ଆମ ମାନଙ୍କୁ ଡାକନ୍ତୁ। ଆମେ 100% ସରକାରଙ୍କୁ ସହଯୋଗ କରି, ପୋଲିସକୁ ସହଯୋଗ କରି ତା ଲାଗି ଗୋଟେ ସ୍ୱତନ୍ତ୍ର ଆପଣ ହେଲ୍ପଲାଇନ ନମ୍ବର କରନ୍ତୁ। ଆମେ ଆପଣଙ୍କୁ ଭିଜୁଆଲ ଅଡିଓ ସହିତ ଦେଇକିରି ତାର ଯାହା କାର୍ଯ୍ୟାନୁଷ୍ଠାନ ହେଇପାରିବ ଆପଣ ସରକାରଙ୍କ ମାଧ୍ୟମରେ ଆମେ କରିବୁ। ଦ୍ୱିତୀୟ କଥା, ଖାଲି ସେଇଟା କହିଲେ ହବନି, ବର୍ତ୍ତମାନ ସୁଦ୍ଧା ସରକାର ଗୋଟେ ଘୋଷଣା କରିଛନ୍ତି ଯେ ଗୋଟେ ଗୋଶାଳା କରିବା ପାଇଁ 20 ଲକ୍ଷ ଟଙ୍କା ଆଉ ମେଣ୍ଟେନାନ୍ସ ବାବଦରେ 4 ଲକ୍ଷ ଟଙ୍କା ଦେବେ ବୋଲି ଗୋଟେ ବର୍ଷକୁ ସେଟା କହିଛନ୍ତି। କିନ୍ତୁ ଯେତେ ଶୀଘ୍ର ହେଇପାରିବ ତାର କାର୍ଯ୍ୟଶୈଳୀ ପ୍ରସ୍ତୁତ କରନ୍ତୁ ଏବଂ କାର୍ଯ୍ୟକାରିତା ଆରମ୍ଭ କରନ୍ତୁ। ଏବଂ କାର୍ଯ୍ୟକାରିତା କୋଉଠି ଆରମ୍ଭ କରିବେ, ଯୋଉମାନେ ଆକ୍ଚୁଆଲି କାମ କରୁଛନ୍ତି ବା କରିବେ ସେଇ ବାବଦରେ କରନ୍ତୁ, ଆଉ ଯୋଉଠି ଅବଜେକ୍ସନ ଆସିବ ତା ଉପରେ ମଧ୍ୟ କାର୍ଯ୍ୟକାରିତା କରନ୍ତୁ। ଖାଲି ନୁହେଁ ଯେ ମୋ ପାଖକୁ 20 ଲକ୍ଷ ଟଙ୍କା ଆସିବ ମୁଁ କାମ କରିଦେବି, ମୋ ପାଖକୁ 4 ଲକ୍ଷ ଟଙ୍କା ମେଣ୍ଟେନାନ୍ସ ମୁଁ ଆବୁରିକି ରଖିଦେବି, ମୁଁ କାମ କରିଦେବି, ସେମିତି ନାହିଁ। ଯୋଉ ଆକ୍ଚୁଆଲି ବହୁତ ଲୋକ ସମ୍ବଲପୁରରେ ଅଛନ୍ତି, ସୁନ୍ଦରଗଡ଼ରେ ଅଛନ୍ତି, କେନ୍ଦ୍ରାପଡ଼ାରେ ଅଛନ୍ତି, ବାଲେଶ୍ୱରରେ ଅଛନ୍ତି, ପୁରୀରେ ଅଛନ୍ତି, ବହୁତ ଗୋରକ୍ଷକ ମାନେ ଅଛନ୍ତି ଯୋଉମାନେ ବିନା ସ୍ୱାର୍ଥରେ ଗୋମାତାଙ୍କ ପାଇଁ କାମ କରୁଛନ୍ତି। ସେମାନଙ୍କ ପାଇଁ ଯଦି କିଛି ଗୋଟେ ଭତ୍ତା ସୂତ୍ରରେ ବା ସହଯୋଗ ସୂତ୍ରରେ ବା ଗୋଟେ ଏନଜିଓ ସୂତ୍ରରେ ଯଦି ମେଡିସିନ କିଛି ଯୋଗାଇ ଦିଅନ୍ତେ ବହୁତ ଉପକାରୀ ହୁଅନ୍ତା। କାହିଁକି ନା ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦଉଛି, ବର୍ଷେ ପୂର୍ବରୁ ମୁଁ ନିଜେ ମଧ୍ୟ ଆପଣଙ୍କ ଲୋୟର ପ୍ରେମଜୀରେ ବସିଥିଲି, ବାୟଫ ତରଫରୁ ଆପଣଙ୍କର ଯୋଉ ଗୋମାତାଙ୍କୁ ଯୋଉ ଦିଆଯାଉଛି, ଯୋଉ ଟୀକା ଦିଆଯାଉଛି, ବାୟଫ ସଂସ୍ଥା ତରଫରୁ ଯୋଉ ଟୀକା ଦିଆଯାଉଥିଲା ସେଟା ମାଗଣା ନଥିଲା। ସେଟା ଯୋଉ ଗୋମିତ୍ର ବା ଆପଣଙ୍କର ଯିଏ ବି ରହୁଛନ୍ତି, ଯୋଉମାନେ ଚାକିରି ପାଇଥିଲେ ବା ଯୋଉ ଏନଜିଓ ସଂସ୍ଥା ତରଫରୁ ଚାକିରି ପାଇଥିଲେ
ସେମାନେ ଆଜି ବେକାର ହେଇକିରି ବସିଛନ୍ତି। ସେମାନଙ୍କୁ କିଭଳି ଭାବରେ ତାଙ୍କର ସେ ଯୋଉ ଟୀକା ହଉ ବା ତାଙ୍କର ଯେତିକି ବି ଯାହା ବ୍ୟବସ୍ଥା ଅଛି ତାକୁ ଯଦି ସରକାରୀ ସ୍ତରରେ କରାଯାଇ ପାରିବ ତାହେଲେ ଗୋବଂଶର ସୁରକ୍ଷା ହେବା ସହିତ ଗୋବଂଶର ମଧ୍ୟ ପୁନରୁଦ୍ଧାର ହେଇପାରିବ।